ଏ ଫୁଲ କୋଉଠି ପହଞ୍ଚିଲୁ? ତତେ ଗୋଟେ ମୋବାଇଲ ଚାଲି ତୁ ଗୋଟେ ମ୍ୟାପ କଣ ଖୋଜୁଛୁ ଏମିତି? କହିଲୁ ଦେଖିକି ଏଇଠି ପହଞ୍ଚିଲୁ। ଆରେ ଲାଗୁଛ କଣ ଏଇଠି ପାଖରେ ପୁରା ପାଖାପାଖି ଆମେ ପହଞ୍ଚିବା ହେଇଗଲେଣି। ଆଉ କେତେ ବାଟ ଅଛି? ଏଇ ପାଖରେ କେତେ ବାଟ କଣ ଯେ? ପାଉନି, ମତେ ତ ଲାଗୁଛି ଯେମିତି ଆସିଛି ପୁରା ଓଡିଶା ବାହାରୁ ଆଇଛି ଗୋଟେ ଜଗନ୍ନାଥ ଦର୍ଶନ କରିବା ପାଇଁ। ମତେ ଯେମିତି ତୁ ବୁଲେଇ ସାଇଲୁଣି, ତୋ ହାତରେ ମ୍ୟାପ ଦେଇକି ମୁଁ ଭୁଲ କରିଛି କି ଠିକ କରିଛି ମୁଁ ଜାଣିନି। ଆରେ ଜଗନ୍ନାଥ କହୁଛନ୍ତି ଆଉ ଟିକେ ଆଉ ଗୋଟେ ରାଉଣ୍ଡ ଘୁରିକି ଆସ। ଆହୁରି ଗୋଟେ ରାଉଣ୍ଡ? ଆଉ କେତେ କିଲୋମିଟର ଦେଖଉଛି ମତେ କହିଲୁ ଦେଖି। ଆରେ ଆଉ 2 କିଲୋମିଟର ଅଛି, ବେଶୀ ନାହିଁ, ଚାଲ ଆଉ ଗୋଟେ ରାଉଣ୍ଡ ମାରିଦବା। ମୁଁ ଗାଡି ଚଲେଇବି ନା, ମୋ ଗାଡି ଚଲେଇବା ଅନୁସାରେ ତ ମୁଡ୍ ଚାଲିଛି ନା। ରାସ୍ତା କେମିତି ପଡୁଛି ତୋର, ଯାଇକି ଆମେ ଯାଇକି ପହଞ୍ଚି ପାରୁନୁ। ଆରେ ତମେ ସାଙ୍ଗରେ ଥିଲେ ଯାତ୍ରା ପୁରା ୱାଓ ହେଇଯାଏ, ୱାଓ। ତମ ୱାଓ ଚକ୍କରରେ ମୋ ମୁଣ୍ଡ ଟିଣ ହେଇ ସାରିଲାଣି। ଆରେ ଡାକୁଛ କଣ? ରାଗିବିନି। କେତେ ସୁନ୍ଦର ପାଗ ଦେଇଛି କହିଲ, ଗୋଟେ ରାଉଣ୍ଡ ବୁଲିଗଲେ କଣଟା ଅସୁବିଧା ହେଇଯିବ ଯେ? ତମେ ଦେଖ ସର୍ଟକଟ ଟା ଥିବ, ତମେ ମତେ ପୁରା ଘୁରଉଛ କୋଉଠି ମୁଁ କିଛି ପାଉନାହିଁ। ଆରେ ହେ ଆଉ ଗୋଟେ ରାଉଣ୍ଡ ମାରିଦବା। ନିଅ ତମେ ଗାଡି ଚଲାଅ, ମୁଁ ମୋର ମ୍ୟାପ ଦେଖୁଛି। ନା 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 ନା, ସେତୁ କାଣୁ 2 କିଲୋମିଟର କହିକି 200 କିଲୋମିଟର ଆସି ସାରିଲେଣି। ହଉ ଗୋଟେ ରାଉଣ୍ଡ ମାରିଦବା। କଣ ଗୋଟେ ରାଉଣ୍ଡ? ମତେ ରଗାନି ତୁ କହିଦଉଛି ହେଲା। ତୁ ମୋବାଇଲ ମୁଁ ଗାଡି ବନ୍ଦ କରିବି ନା ଏବେ। ନାଇଁ ଚାଲ ଯିବା, ମନ୍ଦିର ଯିବା, ଚାଲ। ତମେ ଆଉ ରାଗନି, ଆଉ ଚାଲ ମନ୍ଦିର ଯିବା। ଏଇ ମନ୍ଦିର ଦେଖା ହେଲାଣି, ମୁଁ କୋଉ ବାଟେ ନେମି ଗାଡିଟା ତୁ ନିଜେ କହ। ତୁ ତୋ ରାସ୍ତା କୋଉଠି? ତୁ ତୋ ଘର ସେଇ ଜାଗାରେ ହେଇକି ତୁ ମତେ କହିପାରୁନୁ ମୁଁ କେଇ ବାଟେ ଯିବି? ପୁରୀରେ ସବୁ ରାସ୍ତା ସମାନ ନା, ସେଇ ଯୋଗୁ ଟିକେ ବାଉଳା ହେଇଗଲା ଆଉ। ତୁ ସତ କହ, ମତେ ଆଜି ଠାକୁର ଦର୍ଶନ ଦବେ ନା ନାହିଁ, ନା ତୁ ମୋ ସହିତ ଯିବା, ଏତେ ବ୍ୟସ୍ତ କଣ ପାଇଁ? ଟିକେ ଆସିଛେ ବାହାରେ, ଟିକେ ଟାଇମ ସ୍ପେଣ୍ଡ କରିବାନି ନା? ଟାଇମ ସମୟ ଅଛି ନା। ମୋ ଦେହ ହାତ ବଥା ହେଇଗଲାଣି, ଏତେ ବାଟ ଗାଡି ଚଲେଇକି ଆଇଲିଣି। 200-300 କିଲୋମିଟର। ଘରକୁ ଗଲେ ଗୋଡ ହାତ ମାଲିସ କରିଦେବିନି? ଦେଖ ମତେ ରଗାନି, ଦେଖିବୁ ଆଉ କେତେ ବାଟ ଅଛି, ତୁ ଭଲସେ ଟିକେ ଦେଖ। ହେଇପରା ମନ୍ଦିର ଦେଖାଗଲାଣି ନା କଣ? ତୁ ସେ ପୁରୀ ମନ୍ଦିର ମାରୁଛୁ ନା ଆଉ କୋଉଠି ମାରିଦେଲୁ? ସେଇଠି ମାରିକି ଦେଖାଗଲାଣି ନା, ଆଗକୁ ଅନାଅ, ଦେଖ ଭଲରେ। ମୋ ସହ ଝଗଡା କଲେ କଣ ହବ? ଦେଖାଗଲାଣି, ଆଉ ଏତେ ବ୍ୟସ୍ତ ହୁଅନି। ଦେଖା ହେଲାଣି ତ ମେନ୍ ଗେଟ୍ କୋଉଟା ମୁଁ ତ ଜାଣିପାରୁନି। ତୁ ପ୍ରବେଶ ଘର କୋଉଟା? ପୁରା ଘୁରଉଛୁ ଚାରି ପାଖରେ, ପୁରା ଘୁରଉଛୁ, କିଛି ରାସ୍ତା ପାଉନି ଦେଖିକି। କଣ ଆରେ ରାଗିଲେ କଣ ହବ ଯେ? ଗୋଟେ ରାଉଣ୍ଡ ଘୁରିଦବା, ଅସୁବିଧା କୋଉଠି ଯେ? ଗୋଟେ ରାଉଣ୍ଡ କହିକି ମୁଁ 3 ରାଉଣ୍ଡ ଘୁରି ସାରିଲିଣି। ତ ମୁଣ୍ଡ କିଛି କାମ କରୁଛି ନା? ଜିପିଏସ୍ ଭଳିଆ ଫିଲ୍ ହଉଛି ମତେ। ଜିପିଏସ୍ ଯେମିତି ଆଇଛି, ମୁଁ ଏଠି ଡ୍ରାଇଭିଂ ଲାଇସେନ୍ସ LL ପାସ୍ ହବା ପାଇଁ ଆସିଛି, ଯେମିତି ମତେ ତୁ ଘୁରଉଛୁ। ଯାହା ଭାବିନିଅ ସେଇଆ। କଣ ଭାବିନେବି? ଗୋଟେ ଭାବେ, ମୁଁ ଏତେ ବାଟ ଆଇଛି, ଗୋଟେ ଗାଡି ମୁଁ ଚଲଉଛି, ତୁ ପୁରା ବସିଯାଇଛୁ। ଜିପିଏସ୍ ତତେ ଦେଲି, ଗୋଟେ ଦେଖିକି କହିବୁ। ତୁ ବୋଲି ମତେ ଏଇଠି 4 ପାଖରେ ଘୁରେଇବୁ, ମୁଁ କଣ କରିବି କହିଲୁ? ଶୁଣ ବାବା ଶୁଣ, ଆଗରେ ଗୋଟେ ଚୁଡ଼ି ଦୋକାନ ଅଛି, ସେଇଠି ଚୁଡ଼ି ନେଇଥାନ୍ତି ତ, ସେଇ ଯୋଗୁ ଏତେ କଥା କହୁଛି। ତୁ ଆସିଲେ ନେଲେ ହବନି ନା? ତୁ ଏବେ ନବୁ? ଦେଖ ଦର୍ଶନ କରି ଆସୁ ନା। ଆଉ ତୁ କହିଲୁ କେତେ ବାଟ? ସେଇଠି ଅଛି ପାଖରେ, ଚାଲୁନ ଯିବା। ହଉ ଚାଲ। ମୁଁ ଯାଉଛି, ମୁଁ ଆଉ ଯିବିନି ହେଲା। ଶୁଣ ବାବା ଶୁଣ, ମୁଁ ତମ ସହ ପ୍ରାଙ୍କ କରିଥିଲି, ଚାଲ ଯିବା, ଚାଲ। ନା ଏଇଟା ତ ମୋର ପ୍ରାଙ୍କ କରିବା ଟାଇମ୍। ମତେ ଠାକୁର କହିଥିଲେ। ଠାକୁର କହିଥିଲେ? ଆରେ ଦେଖ, ପ୍ରାଙ୍କ କରିବା ଚକ୍କରରେ କେତେ ପୁଣ୍ୟ କଲଣି ଜାଣିପାରୁଛ ନା? ମୁଁ କଣ ପୁଣ୍ୟ କଲି କହିଲୁ? ମୁଁ ତ ଆସିକି ଘୁରଉଛି, ମୁଁ ତ ମନ୍ଦିର ଚାରିପଟେ 3 ରାଉଣ୍ଡ ମାରି ସାରିଲଣି, 300 ବର୍ଷର ପୁଣ୍ୟ ହେଇଗଲାଣି ତମର। ତମ ଭଳିଆ ଭାଗ୍ୟ କାହାର ଥିବ କୁହନି? ନା ମୁଁ ଗୋଟେ କାମ କରୁଛି, ମୋର 300 ବର୍ଷ ଦରକାର ନାହିଁ, ଆହୁରି 2 ବର୍ଷ ଦରକାର। ତୁ ଚାଲ ଆଉ ଦୁଇ ଥର ଘୁରି ଆସିବା, ଏକାଥରେ 5 ହେଇଯିବ। ହଉ ରାଗନି, ପୁରୀ ଆସିକି ଏମିତି ରାଗିବ ନା। ତୁ ମୋ ଫୋନ୍ ଟା ଦେଲୁ, ତୁ ଅଧିକା କଥା କହିଲୁ, ତୁ ମୋ ଫୋନ୍ ଟା ଦେଲୁ। ଜିପିଏସ୍ ଚଲେଇବ? ଜିପିଏସ୍ ମୋବାଇଲ ରାଗନି, ଚାଲ ଯିବା, ଚାଲ ଯିବା। କିଛି ଯିବାନି, ଆଉ ଚାଲ। ଚଲ, ମୁଁ ଏତେ ଦୂରରୁ ଆସିଛି, ଠାକୁର ଦର୍ଶନ ନ କରି ପଳେଇବି ନା? ନା କିଛି ଦର୍ଶନ ହବନି।